ବୟସ ଅଛି ମତେ 35 ଧଇଲାଣି ବାହାଘର ନା ଗନ୍ଧ ଧରୁନି ଆଉ କଣ ମୋ ପାଣି ପାଉଡର ହେଇଗଲେ ମତେ ବାହାଘର କରିବ ଆଜ୍ଞା ଏ ନାନୀ ତଡ଼ାଗୋ କଣ କହୁଛୁ ଗো ତୋର ପାଣି ପସନ୍ଦ ନା ପାଉଡର ମାନେ ତୁ କଣ ମୋ ଦୁଃଖ ଲାଘବ କରିବାକୁ ଆସିଛୁ ଭଗବାନ ମୋର ପୋଛିବାକୁ ପଠେଇଛନ୍ତି କଣ ଲୁହ କଥା କଣ କି এই ঘর আগরে টয়লেট লেখা হয়েছি তো কোন হলে ভড়া রইব আম ঘরে আমপুড়ি বন্ধ না হ্যাঁ নাই আম ঘরে রইব হরই কথা কଣ কি এই নাই আজ্ঞା ମୁଁ এই পাখ স্কুলে যোগ টিচর ভাবে জয়েনিং করেছি একুটিয়া রইবা পাই ঘর খুঁজুছি একা 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 গো কোন লাগি চান্স ছাড়িবি নাই ভগবান যেতବେଳେ পঠেইଛନ୍ତି এইটি আଜି ফুল ডালে মা কাই সালটা করু না আর পুরা ডালে মা তুমি কোন হেই না কোন বাহা না হে ভগবান জমারু ছাড়িবিনি জেল পছে ଯିବି ফাঁসিরে চড়েইবি সে ঘরে রহু সংসার কোন জানিবি মধু জামিনী কোন মোবাইল সে ভিডিও সব দেখি সাইলা পরে সে যে উদ্দীপক শব্দ লো বাপ কাই সুগে কোন পাই সুগে তার আজ সত্য আচ্ছা তম না মনা তম না মনা কুমারী কি লাগে তম না কুমারী মো না বা ব্যাচলর মো না ব্যাচলর কো তুমি কুমারী হব কোন খেল পুরা 100 এ কাই নঙ্গরা হউছ তোমার ঘর দরকার ঘর মু দেবি মো বাপা যদি অরাজি হুয়ে মো বেডরুম ছাড় দেবি হ্যাঁ ঠিক আছে তুমি খট উপরে শোইব মু খট তলে পেটি চিন্তা নাই ঘর দরকার ঘর দেবি আজি এ সুযোগ মু ছাড়িবি নাই বড় ভাজি যেবে ছাড়িবি নাই মরিবি পছে তোরি পাই ভাজি যেবে ছাড়িবি নাই পছে এ যা ঘন্টা করে আসিবু যা ডিস্টার্ব কর না ঘন্টা পরে আসিবি মশলা ছাড়িবি নাই মরিবি পছে তোরি পাই কিয়ে ডিস্টার্ব কলা হ্যাঁ ଆଉ ଅଧଘଣ୍ଟା ଲେଟ୍ କଲ ଆଉ ଅଧଘଣ୍ଟା ଲେଟ୍ କରିଦେଲେ ତୁ ସଂସାର ଖାଇ ଦେଇଥାନ୍ତୁ କଥା କଣ କଣ ଚାଲିଛି କଣ ହଉଛି କଣ ବାପା କଣ ହଉଛି ମୋ ଶରୀର ରୋମାଞ୍ଚିତ ହଉଛି କୌଣସି ଏକ ଅଜଣା ପଲକରେ ଅନାନି ତନୁ ମନ ସେଇଟା ଖାଲି ପଲ୍ଲବିତ ହଉଛି ପଲ୍ଲବିତ ହଉଛି ଶଳା ମରିକି ଗଲା ଧଣ୍ଡ ଭଳିଆ ଦେଖାଗଲାଣି ୟା ପରେ ବି ତୋର ପଲ୍ଲବିତ ହଉଛି ହଉଛି ବା କାହିଁକି ହଉଛି ପଲ୍ଲବିତ ନିଅ ପଲ୍ଲବିତ ଉତ୍ପଲିତ ଗୁଞ୍ଜରିତ ଅନୁରଣିତ ସବୁ ସବୁ ମୋ ଦେହ ସାରା ଖାଲି ଅନାନି ହଉଛି ମୋ କାହିଁ ହଉଛି ଜାଣିପାରୁନ କଣ ଆଇଛନ୍ତି ସାଡେ ନୁହଁ ଘର ଭଡା ନେବେ କାହିଁ ଦେଖିବ ତମ ମୁଣ୍ଡ କାମ କରିବନି ଓ ହେଇ ତୁ କାହିଁ ନଗରା ହେଲୁ ତୁ ପ୍ୟାଣ୍ଟ ପିନ୍ଧି ସିଆଡେ ତମେ ଆଇଛ ମୁଁ ତମକୁ ଫୋନ କରିଥିଲି ତମେ କହିଥିଲେ ଆସିବା ପାଇଁ ତମେ ଫୋନ କରିଥିଲ କି କୁମ୍ଭୀର କଣ୍ଠ ତମର ନାଳେଇଲା ନାଳେଇଲା ଏ ସତରେ ରହିବ ଘରେ ତମ ଘର ଫାଙ୍କା ଅଛି ଫାଙ୍କା କଣ ଫାଙ୍କା ତମର କେଇଟା ଘର ଦରକାର ଜମା ଦରକାର ନାହିଁ ଘର ତମର ଦରକାର ନାହିଁ ତମେ ମୋ ବେଡରୁମରେ ଶୋଇବ ମୁଁ ସେଇ ପିନ୍ଧାରେ ଶୋଇ ପଡିବି କେନ୍ତା କଲେ କେନ୍ତା ହବ ଗো ପୁଆ ଏ ପୁଅକୁ ଆସି 35 ହେଲାଣି ପୁଅ କେମିତି ବଞ୍ଚିବ ଚିନ୍ତା ନାହିଁ ଦେଖିନି କେମିତି ଗାମୁଛା ଉଠାରେ ଅନାନି ଭିତରେ ପଶିଯିବ ଏଡେ ନାଳୁଆ ନା ବାପାଙ୍କୁ ସେମିତିଆ କଥା କାନ୍ତି ଯା ଭିତରକୁ ଯା ନା ଯିବି ଯିବା ପୂର୍ବରୁ ଦିଦିଙ୍କ ସହିତ କଥା ହେଇକିରି ଯିବି
ତମେ ଆମ ଘରେ ରୁହ ମନା ନାହିଁ ହୁସିଆର କଣ ଭାଇ କାଇଁ କହିଲ ଆମ ଘରେ ଗୋଟେ କାମୁଡା ଶିଆଳ ଅଛି କାମୁଡା ଶିଆଳ ସେ ତ ମତେ କାମୁଡି ଦବ ନା ତମେ କାଇଁ ଲଙ୍ଗଳା ହଉଛ ଆଉ କିଏ ଲଙ୍ଗଳା ହବ ସେ ଏମିତି ସେମିତି କାମୁଡିବ ନାହିଁ ତାକୁ ତାକୁ ପ୍ରସୟ ଦେଲେ କାମୁଡି ପକେଇବ ପଚାରୁନ ସେ କାମୁଡା ଶିଆଳ କିଏ କିଏ ମୋରି ବାପା କଣ ଭୁଲ କହିଲି କି କେବଳ ତମରି ପାଇଁ ୟା ପୂର୍ବରୁ ଜଣେ ଦିଦି ରହୁଥିଲେ ଏମିତି ଅଘଟଣ ଘଟେଇଲ ଦିଦି ଜୀବନ ନେଇକିରି ପଳେଇଲେ କଣ ଘଟେଇଲେ କି ହଁ ଘଟଣା ଘଟେଇଲେ ମାନେ ଯୋଉ ଦିଦି ରହୁଥିଲେ ଭାରି ଭଲ ଦିଦି ଜିନିଷ ସେଟା ଦିଦି ନା ଦେଶୀ ଗାଈ ସେ ଦିଦି ଭାରି ଭଲ ଦିଦି କିଛି ଦିନ ରହି ସାରିଲା ପରେ ମୋ ବାପା ତାଙ୍କୁ ଧରମ ଭଉଣୀ କରିଦେଲେ ଯେମିତି ଧରମ ଭଉଣୀ କରିଦେଲେ ତାଙ୍କର ନିରାଶ ଚାଲିଲା ଖିଆ ପିଆ ଦିଆ ନିଆ ବସା ଉଠା ଶୁଆ ନା ସେଟା ମୁଁ ଦେଖି ନାହିଁ ଦିନେ ଠିକ ରାତି 10টাରେ ସେ ଘରେ ଆବାଜ ହେଲା ତ ବାପ ମୁଁ କହିଲି ଆଜେଷ୍ଟ ଉଡିଯିବ କି ଆଜେଷ୍ଟ କେମିତି ଜାଣିଛ ନା ଆବାଜଟା ବାପା କହୁଥିଲେ ନାଇଁ ତ ମୁଁ କହିସାରେ ଆବାଜ କାହିଁକି ହେଲା ମୋ ବାପାକୁ ଖୋଜିଲି ବାପା କାହିଁ ମୁଁ ଯାଇକି ଦେଖିଲା ବେଳକୁ ଦିଦିର ରୁମ ବାପା ବାହାରିଲେ ମତେ ଯେମିତି ଦେଖି ଦେଇଛନ୍ତି ଚପଲ ମୁଣ୍ଡ ଉପରେ ଥୋଇ ବିଲେ ବିଲେ ଧାଇଁଲେ ଘଟଣା କଣ ମୁଁ ଝରକା ପଟେ ଦେଖିଲା ବେଳକୁ ଦିଦି ପୁରା ଅସମ୍ଭାଳ କଣ ସେତିକି ଆଠ ବାଡ଼ ସବୁ ରାମ୍ପି ପକଉଛନ୍ତି ସେ ଦିଦିର କଣ ରୋଗ ଥିଲା ରୋଗ ଆଉ ଆରେ ମୋ ବାପା ପାଇଁ ତମ ବାପା କଣ କଲେ କି ନାଇଁ କିଛି କରିନି ନା କିଛି କରିନ ଆଉ କଣ କରୁଥିଲ କି ପୂର୍ବରୁ ଫୋନ ଆଇଲା ପଳେଇଲେ ମୋ ବାପା ଦିଦି କି ପାନ ଦିଅନ୍ତି ଖାଇବାକୁ ଦିଦି ଖାଆନ୍ତି ଦିନେ ବାପା ବିରୁଦ୍ଧରେ କନା ଫଳା ଅଭିଶାପ ଦେଇ ବାଟରେ ପଡିବ ତ ଅଭିଶାପ ମୋ ଉପରେ ପଡିବନି ବାପା ସେ ଦିଦି କି ପାନ ଭିତରେ କଣ ଦେଲେ ଖାଇବାକୁ କଣ ହେଲା ଦିଦି ତ ଖାଲି ଅସମ୍ଭାଳ ଆଉ ଛୁଆଟା କଣ କହୁଛି ବୁଝିପାରୁନି ଅସମ୍ଭାଳ ଦିଦି ହେଇନଥାନ୍ତି ମୁଁ ଥିଲି କଣ୍ଟ୍ରୋଲ କରିଥାନ୍ତି ଶୁଣ ଠିକ ଟାଇମରେ ଫୋନ ନହେଲେ ମୋର ଦେହ ବଢି ବାପା ତତେ କୁଣ୍ଢା ମାରି ଧଇଲାଣି କି ଖାଲି କୁଣ୍ଡେଇବ ଖାଲି ଶୁଣ ତମେ ଘରେ ରୁହ କିନ୍ତୁ ମୋ ବାପା ପାଖରୁ କିଛି ଖାଇବନି ନହେଲେ ସେଇ ଦିଦିଙ୍କ ଭଳିଆ ଅବସ୍ଥା ହବ ବୁଝିଲ ଜମା ଟେନସନ ନିଅ ନା ଅବଶ୍ୟ ମୁଁ ଅଛି କଣ୍ଟ୍ରୋଲ କରିନେବି ଖାଲି ଅଧିକା କହୁଛୁ କଣ ଅଧିକା କଣ କଣ୍ଟ୍ରୋଲ କରିବୁ ନାଇଁ ତୁ କହୁଛୁ କଣ୍ଟ୍ରୋଲ କରିବା କଥା କହିଲୁ ସେ ଦିଦିର ଚେହେରା କଣ ତୋ ଚେହେରା କଣ କେମିତି କଣ୍ଟ୍ରୋଲ କରିବୁ ଟୁଲୁ ପମ୍ପ କେଡେ ଛୋଟିଆ ମିଶିନି କିଏ ସିଏ ପୁଣି 3 ତାଲା ଉପରୁ ପାଣି ଉଠଉଛି ନା ନାଇଁ ଏ ପାଣି କଣ କାମ ଏଇ ପାଣି ଟେନସନ ନିଅ ନା ବାପା ଭିତରେ ପଡ ନା ଘର ମୁଁ ଦେବି ତମେ ଘରେ ରହିବା ଗୋଟା ନୂଆ ଆଇଛୁ ନହେଲେ ଜାଣିଛୁ ନା ମୋ ଘରେ ଭଡା ଦେବ ତ ମାସକୁ 3000 ଟଙ୍କା ଭଡା ନେବି ହଁ 1 ତାରିଖ ଭଡା ନେବି 2 ତାରିଖ ହେଲା ବେଳକୁ ଜିନିଷ ଥବ ଘର ଥବ ତମେ ନଥବ ଘର ଦୁଆର ମୁହଁରେ ତାଲା ପକେଇଦେବି କିଏ ମୁଁ ତ ବାପା ଘର ମୁରବି ନା 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 ତମେ ମୁରବି ନୁହଁ ଆଉ ଘର ମାଲିକ ଏଣିକି ମୁଁ ଶୁଣ ବେଶୀ ଯଦି ରଙ୍ଗ ଦେଖେଇବ ସିଧା ନେଇକି ଯୋଉ ଆଶ୍ରମରେ ଛାଡ଼ିଦେବି ଦିଦି ଇଆଡେ ଆସ ବାପା କଥା କିଛି ଶୁଣ ନା ଘର ମୁଁ ଦେବି ତମେ ବାପା ନେଇକି ଯା ଦିଦି ସାଙ୍ଗରେ ମୋରି ପାଖ ରୁମଟା ଦେଇଦେ ନା ନା ତମର କମନ ବାଥରୁମ ମୋ ରୁମ ସାଇଡଟା ପୁରା ଆଟାଚ ବାଥରୁମ ଦିଦି ଚାଲ ମୁଁ ତମ ଘର ଦେଖେଇବି ସେଇଠି ମତେ ଯୋଗ ଶିଖେଇବ ଯୋଗ ଶିଖେଇଲେ ମୋ ରୋଗ ଛାଡ଼ିବ जा जा लेकी जा 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 बापा चिन्हिनु मते मु मकरा कांडी दीदी किछि ना पान खाया को मना कर देलु समय सुविधा देखी दीदी भात हांडी रे एमितिया जिनिस छाड़ी देदी दीदी खाली खाई साइला परे संभाळियो किए खाली तो